ତାଙ୍କ ସ୍ୱାମୀ ତାଙ୍କୁ ମା' କରିପାରିଲେ ନାହିଁ। ସେ ତାଙ୍କ ଶ୍ୱଶୁରଙ୍କ ସହ ସେସବୁ। ଭାରତରେ ବନ୍ଧ୍ୟତା ହେଉଛି ମହିଳାଙ୍କ ପାଇଁ ସବୁଠାରୁ ବଡ଼ ପାପ ଏବଂ ବନ୍ଧ୍ୟତା ମହିଳାଙ୍କ ପିତା ହେବା ଆହୁରି ବଡ଼ ପାପ। ମମତାଙ୍କ ବାପା ରାକେଶ ମୋହନ ବଜାରରେ ଜଣେ ମହିଳାଙ୍କ ପାଇଁ ଆକାଉଣ୍ଟାଣ୍ଟ ଭାବରେ କାମ କରନ୍ତି। ସେ ମାସିକ 10,000 ଟଙ୍କା ରୋଜଗାର କରନ୍ତି ଏବଂ ଅନ୍ୟ କାମରୁ ମାସିକ 4ରୁ 5,000 ଟଙ୍କା ରୋଜଗାର କରନ୍ତି। ସେ କୌଣସି ପ୍ରକାରେ ସରକାରୀ ସ୍କୁଲ, ହସ୍ପିଟାଲ ଏବଂ ସରକାରୀ ରାସନ ଉପରେ ନିର୍ଭର କରି ତାଙ୍କ ପିଲାମାନଙ୍କୁ ଲାଳନ ପାଳନ କରୁଥିଲେ। ସରକାରୀ ଚାକିରିଆ ଜ୍ୱାଇଁଙ୍କ ଲୋଭ ଯୋଗୁଁ ଏହି ବିବାହରେ 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ବର୍ତ୍ତମାନ କୌଣସି ସଞ୍ଚୟ ନଥିଲା, କାରଣ ପରିବାରରେ ଜ୍ୱାଇଁଙ୍କ ଆଗମନ ଦେଖାଇବା ପାଇଁ ଖର୍ଚ୍ଚ ବୃଦ୍ଧି କରିଥିଲା। ରାକେଶ ମୋହନ ତାଙ୍କ ସାନ ଝିଅ ଶିଖାକୁ ବିଇଡି ପରେ ଚାକିରି ପାଇବା ପାଇଁ ଅପେକ୍ଷା କରିଥିଲେ। ସେ ଆଶା କରିଥିଲେ ଯେ ଶିଖା ତାଙ୍କର ସରକାରୀ ଚାକିରି ପାଇବ ଏବଂ ତା ବିବାହରେ ତାଙ୍କୁ 1 ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଏବଂ ସେ ତାଙ୍କ ଜ୍ୱାଇଁଙ୍କଠାରୁ ଉପହାର ଉପରେ ନିର୍ଭର କରୁଥିଲେ। ଜ୍ୱାଇଁ ବଡ଼ ଝିଅର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ। ତାଙ୍କ ପକ୍ଷରୁ କୌଣସି ଚିନ୍ତା ନଥିଲା। ଶିଖାର ବିବାହରେ ଜ୍ୱାଇଁ ଟଙ୍କା ବିନିଯୋଗ କରିବେ ବୋଲି ମଧ୍ୟ ଏକ ଆଶା ଥିଲା। କିମ୍ବା କହିବାକୁ ଗଲେ ଏହା ହିଁ ପ୍ରକୃତ ସମସ୍ୟା ଥିଲା। ଏହା ଉଲ୍ଲେଖନୀୟ ଯେ ବିବାହ ପରେ 2 ବର୍ଷ ପର୍ଯ୍ୟନ୍ତ ମମତା ମା' ନ ହେବା ପରେ ଅସୁବିଧାର ପାହାଡ଼ ଭାଙ୍ଗି ପଡ଼ିଥିଲା। ଏହି ଅସୁବିଧା ସମଗ୍ର ପରିବାରକୁ ନଷ୍ଟ କରିଦେଇଥିଲା। ସୌଭାଗ୍ୟବଶତଃ ମମତା ତାଙ୍କ ସ୍ୱାମୀଙ୍କ ସହିତ ସହରର ଏକ ରେଲବାଇ କ୍ୱାର୍ଟରରେ ରହୁଥିଲେ। ବାରମ୍ବାର ତା ଶାଶୁଙ୍କଠାରୁ ଅପବାଦ ଶୁଣିବାକୁ ମିଳୁଥିଲା। ରାକେଶ ମୋହନଙ୍କ ଅବସ୍ଥା ମମତାଙ୍କଠାରୁ ମଧ୍ୟ ଖରାପ ଥିଲା। ସେ ତାଙ୍କୁ ହତ୍ୟା ଧମକ ଦେଇ ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲେ। ମମତାଙ୍କ ଶାଶୁ ତାଙ୍କୁ ବିବାହ କରାଇ ଭୁଲ କରିଛନ୍ତି ବୋଲି କହୁଥିଲେ ଏବଂ ତାଙ୍କର କୌଣସି ସନ୍ତାନ ନ ହେବାରୁ ସେ ନିରାଶ ହୋଇଗଲେ। ମମତାଙ୍କ ସମଗ୍ର ମାତୃତ୍ୱ ପରିବାରକୁ ଦୁର୍ଭାଗ୍ୟବାନ ଏବଂ ଅଲକ୍ଷଣା କୁହାଯାଉଥିଲା। ମମତାଙ୍କ ସାନ ଭଉଣୀ ଶିଖାଙ୍କୁ ମଧ୍ୟ ଏହି କଳହରେ ଟାଣି ନିଆଯାଇଥିଲା। ସେ ଶିଖାକୁ କହୁଥିଲେ ଯେ ମମତା ନିଶ୍ଚିତ ଭାବରେ ଠିକ୍ ଭାବରେ ପାଳିତ ହୋଇନାହିଁ ଏବଂ ତାଙ୍କ ପିଲାଦିନର ଖରାପ ଅଭ୍ୟାସ ଯୋଗୁଁ ସେ ବନ୍ଧ୍ୟା ହୋଇଯାଇଛନ୍ତି। ମମତାଙ୍କ ଶାଶୁ ମଧ୍ୟ ଆଇନଗତ ପରାମର୍ଶ ନେଇଥିଲେ। ମମତାଙ୍କ ଶାଶୁ ନିଶ୍ଚିତ ଥିଲେ ଯେ କୋର୍ଟରେ ପ୍ରମାଣିତ ହେବ ଯେ ମମତା ଶାରୀରିକ ସୁଖ ଏବଂ ସନ୍ତାନ ଜନ୍ମ କରିବାର ଆନନ୍ଦ ଯୋଗାଇ ପାରିବ ନାହିଁ। ଏହି କାରଣରୁ ସେ ସହଜରେ ଛାଡ଼ପତ୍ର ପାଇଯିବେ ଏବଂ ତାଙ୍କୁ କୌଣସି ଭରଣ ପୋଷଣ ଦେବାକୁ ପଡ଼ିବ ନାହିଁ। ମମତାଙ୍କ ମା' ଏସବୁ ଶୁଣିବା ପରେ କିଛିଦିନ ନୀରବ ରହିଲେ। ଯଦି ଜ୍ୱାଇଁ ମମତାଙ୍କୁ ଛାଡ଼ିଦିଏ ତେବେ ତାଙ୍କର କ'ଣ ହେବ? ତାଙ୍କ ପାଖରେ ମମତାର ପୁନଃ ବିବାହ କରିବା ପାଇଁ ଟଙ୍କା ନାହିଁ କିମ୍ବା ମମତା ସନ୍ତାନ ଜନ୍ମ କରିପାରିବ ନାହିଁ ଏବଂ ଅନ୍ୟ ପୁରୁଷ କାହିଁକି ବିବାହ କରିବ? ଡାକ୍ତର ମମତା ଏବଂ ତାଙ୍କ ସ୍ୱାମୀ ରାଜୀବଙ୍କୁ କହିଥିଲେ ଯେ ରାଜୀବଙ୍କର କିଛି ଅଭାବ ଅଛି ଏବଂ ସେମାନେ ଏହାର ଚିକିତ୍ସା କରିବା ଉଚିତ କିମ୍ବା ସେମାନେ ଏକ ସନ୍ତାନକୁ ପୋଷ୍ୟ ସନ୍ତାନ ମଧ୍ୟ ଗ୍ରହଣ କରିପାରିବେ। କିନ୍ତୁ ରକ୍ଷଣଶୀଳ ରାଜୀବ ତାହା କରିବାକୁ ପ୍ରସ୍ତୁତ ନଥିଲେ। ଯେତେବେଳେ ଜଣଙ୍କର ନିଜସ୍ୱ ରକ୍ତ କିମ୍ବା ବଂଶ ନାହିଁ, ସେତେବେଳେ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବା କ'ଣ ଲାଭ? ରାଜୀବଙ୍କ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ 2 ମାସ ପାଇଁ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ଡାକ୍ତର ତାଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ ଏବଂ ଭଲ ଖାଦ୍ୟ ଖାଇବାକୁ କହିଥିଲେ। କିନ୍ତୁ ଯେତେବେଳେ ଚିକିତ୍ସା କାମ କଲା ନାହିଁ, ସେତେବେଳେ ସେ 1 ମାସ ପାଇଁ ଆୟୁର୍ବେଦିକ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଏଠାରେ କୌଣସି ଲାଭ ହେଲା ନାହିଁ ଏବଂ ଯେତେବେଳେ କୌଣସି ଚିକିତ୍ସା କାମ କଲା ନାହିଁ, ସେତେବେଳେ ମା'ଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଦେଶୀ ଔଷଧ ଗ୍ରହଣ କରାଯାଇଥିଲା। ମମତା 5 ଦିନ ଧରି
ଦେଶୀ ଔଷଧ ଖାଇଥିଲେ ଏବଂ 5 ଦିନ ପରେ ସେ ତାଙ୍କ ସ୍ୱାମୀଙ୍କ ସହିତ ସହବାସ କରିଥିଲେ। କାମସୂତ୍ର ପଢ଼ିବା ପରେ ସେମାନେ ଅନେକ ଉପାୟ ଚେଷ୍ଟା କରିଥିଲେ। ସ୍ୱାମୀଙ୍କର ଶକ୍ତି ଠିକ୍ ସମୟରେ ଆସୁ କି ନ ଆସୁ, ମମତାଙ୍କ ଋତୁସ୍ରାବ ଠିକ୍ 28 ତାରିଖରେ ହୋଇଥିଲା। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ପରସ୍ପରକୁ ସେମାନଙ୍କର ତ୍ରୁଟି ବିଷୟରେ କହୁନଥିଲେ। ବାସ୍ତବତା ଥିଲା ଯେ ମମତାଙ୍କ ସ୍ୱାମୀ ରାଜୀବ ମମତାଙ୍କ ସହିତ ସହବାସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ମମତାଙ୍କ ସ୍ୱାମୀ ପ୍ରାଣପଣେ ପୂରା ଚେଷ୍ଟା କରୁଥିଲେ। ରାଜୀବକୁ ଏହି ଖେଳରେ ମଜା ତ ଆସୁଥିଲା, କିନ୍ତୁ ସେ ମମତାଙ୍କୁ ମାଆ କରିପାରିଲେ ନାହିଁ। ଏହାପରେ ରାଜୀବଙ୍କ ବନ୍ଧୁମାନେ ବିଭିନ୍ନ ପରାମର୍ଶ ଦେଇଥିଲେ, କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଥିଲା। ତାପରେ ସେମାନେ ଏକ କୌଶଳ ଅବଲମ୍ବନ କଲେ। ମଙ୍ଗଳବାର ଦିନ ଦମ୍ପତି ଜଣେ କୁମ୍ଭାର ଘରକୁ ଯାଇ ପୁଅ ପ୍ରାପ୍ତି ପାଇଁ ପ୍ରାର୍ଥନା କଲେ ଏବଂ ତାଙ୍କୁ ମାଟି ପାତ୍ର ତିଆରି କରିବା ପାଇଁ ବ୍ୟବହାର କରୁଥିବା ଏକ ସୂତା ତାଙ୍କଠାରୁ ଆଣିଲେ। ସେମାନେ ସୂତାକୁ ଗୋଟିଏ ସପ୍ତାହ ପାଇଁ 1 ଗ୍ଲାସ ପାଣିରେ ବୁଡ଼ାଇ ରଖିଲେ। ପରବର୍ତ୍ତୀ ମଙ୍ଗଳବାର ଦମ୍ପତି ଗ୍ଲାସରୁ ପାଣି କାଢ଼ି ପିଇଲେ। ଏହାପରେ ସେମାନେ ଏକ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ପାଦରେ ସୂତା ଅର୍ପଣ କଲେ ଏବଂ ମନ୍ଦିର ପୂଜାରୀଙ୍କଠାରୁ ଏକ କଳା ସୂତା ଆଣି ମମତାଙ୍କ ଅଣ୍ଟାରେ ବାନ୍ଧିଲେ, କାରଣ ସେମାନେ କୌଣସି ବିପଦ ନେବାକୁ ଚାହୁଁନଥିଲେ। ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ। 28 ତାରିଖ ଦିନ ଯେତେବେଳେ ମମତାଙ୍କ ମାସିକ ଋତୁସ୍ରାବ ହେଲା ନାହିଁ, ରାଜୀବ ଏକ ଗର୍ଭଧାରଣ ପରୀକ୍ଷା କିଟ୍ ଆଣିଥିଲେ, କିନ୍ତୁ ଏହି ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। 29 ତାରିଖ ଦିନ ରୋଷେଇ କରୁଥିବା ସମୟରେ ମମତାଙ୍କ ମାସିକ ଋତୁସ୍ରାବ ହୋଇଥିଲା। ତାଙ୍କୁ ପୋଷାକ ବଦଳାଇବାକୁ ମଧ୍ୟ ସମୟ ମିଳିନଥିଲା ଏବଂ କପା ଶାଢ଼ୀର ଚିହ୍ନ ହୋଇଗଲା। ଗତକାଲି ତାଙ୍କ କଟିରେ ସୂତା ବାନ୍ଧିବାର 3 ମାସ ହୋଇଗଲା। ମୂଷା ଆସନରୁ ହାତୀ ଆସନ ପର୍ଯ୍ୟନ୍ତ ଶହ ଶହ ପୋଜ୍ ଚେଷ୍ଟା କରାଯାଇଥିଲା ଏବଂ ଏବେ ବି ଚାଲିଛି, ତଥାପି ମମତାଙ୍କ କୋଳ ଗରମ ହୋଇନଥିଲା। ରାଜୀବ ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ମମତାଙ୍କୁ ଦୋଷ ଦେବା ଆରମ୍ଭ କଲେ। ତାଙ୍କ ଶ୍ୱଶୁର ଘରର ସମସ୍ତ ମାଉସୀ, ମଉସା, ଜେଜେମା, ବାପା ଏବଂ ପିଉସୀ ମମତାଙ୍କୁ ଗାଳି ଦେବା ଆରମ୍ଭ କଲେ। ମମତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ତାଙ୍କର ଏକ ପିଲାର ଆବଶ୍ୟକତା ଥିଲା। ଆତ୍ମହତ୍ୟା ଉଦ୍ୟମ କରିବା ସହଜ, କିନ୍ତୁ ମରିବା ସହଜ ନୁହେଁ। କୁହାଯାଏ ଯେ ଅସୁବିଧା ଜଣେ ବ୍ୟକ୍ତିକୁ ବହୁତ ଧୂର୍ତ୍ତ ଏବଂ ଠକ କରିଦେଇଥାଏ। ମମତାଙ୍କ ଦିଅର ମୁକେଶ ଆହ୍ଲାବାଦରେ 2 ବର୍ଷ କୋଚିଂ ପରେ ସେହି ସହରରେ ସରକାରୀ ଚାକିରି ପରୀକ୍ଷା ଦେଇଥିଲେ। ଏହି ସପ୍ତାହରେ ରେଳବାଇ, ପରବର୍ତ୍ତୀ ମାସରେ PCS, ତାପରେ ଅନ୍ୟାନ୍ୟ ପରୀକ୍ଷା ସବୁ ରହିଥିଲା। ମୁକେଶଙ୍କ ଆଗମନରେ ମମତା ଆଶ୍ୱସ୍ତ ହୋଇଗଲେ। ରାଜୀବ ଏବଂ ତାଙ୍କ ମା ଆଉ ମମତାଙ୍କ ଉପରେ ଚିତ୍କାର କରିବାର ସୁଯୋଗ ପାଇଲେ ନାହିଁ। ଭାଉଜ ଏବଂ ଦିଅରଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଥିଲା। ଲାଗୁଥିଲା ଯେପରି ସେମାନେ ଜୀବନସାରା ବନ୍ଧୁ। ପ୍ରତ୍ୟେକ କାମ ପାଇଁ ମୁକେଶଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ଥିଲା। ସକାଳ 4ଟାରେ ଉଠିବା, ଯୋଗ, ଆସନ, ବ୍ୟାୟାମ, ବାଦାମ କ୍ଷୀର, 4 କିଲୋମିଟର ଦୂର ପାଦରେ ଚାଲିବା, ତାପରେ ଅପରାହ୍ନରେ 1 ଘଣ୍ଟା ଶୋଇ ରାତି 12ଟା ପର୍ଯ୍ୟନ୍ତ ପଢ଼ିବା ଇତ୍ୟାଦି। ଭାଉଜ କିଛି କହିବା ପୂର୍ବରୁ ତାଙ୍କ ପ୍ରତ୍ୟେକ ଦାବି ପୂରଣ କରୁଥିଲେ। ଦିଅର ଘରକୁ ଫେରିବା ପରେ ମମତାଙ୍କୁ ସପିଂ ବାହାନାରେ ତାଙ୍କ ମୋଟରସାଇକେଲରେ ବାହାରକୁ ନେଇଯାଉଥିଲେ। ବିବାହର 2 ବର୍ଷ ପରେ ମମତା ଜାଣିପାରିଲେ ଯେ ସେ କେଉଁ ରାସ୍ତା ଏବଂ ଯେଉଁ ଅଞ୍ଚଳରେ ରହୁଛନ୍ତି, ସହରରେ କେଉଁ ସ୍ଥାନ ବୁଲିବା ପାଇଁ, ସହରରେ ଆଇସ୍କ୍ରିମ ଦୋକାନ କେଉଁଠି ଥିଲା ଏବଂ ସହରରେ କେତେ ପାର୍କ ଥିଲା। ପ୍ରେମ ଫୁଟିବା ପାଇଁ ଏତିକି ହିଁ ଯଥେଷ୍ଟ। ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ମମତା ନିଜର ଇଚ୍ଛା ଆଉ ମା ହେବାର ସ୍ୱପ୍ନ ପୂରଣ କରିବା ପାଇଁ ମୁକେଶକୁ ବାଛିଥିଲେ। ଦିନେ ଦ୍ୱିପ୍ରହରରେ ମୁକେଶଙ୍କ ଉଠିବାର ସମୟ ହୋଇଥିଲା। ମମତା ତାଙ୍କ ପାଇଁ ଚା ତିଆରି କଲେ, କିନ୍ତୁ ତାଙ୍କୁ ଉଠାଇଲେ ନାହିଁ। ବରଂ ସେ ତାଙ୍କ ହାତ ଗୋଡ଼କୁ ଆଦର କରିବାକୁ ଲାଗିଲେ, ତାଙ୍କ କେଶରେ ଆଙ୍ଗୁଠି ବୁଲାଇବାକୁ ଲାଗିଲେ। ମୁକେଶ ମମତାଙ୍କୁ ଏକ ଝଟକାରେ ଟାଣି ଆଣି ବିଛଣାରେ ଶୁଆଇଦେଲେ ଏବଂ ତାପରେ ସେମାନେ ପରସ୍ପର ମଧ୍ୟରେ ମିଶିଗଲେ। 2 ଘଣ୍ଟା ପର୍ଯ୍ୟନ୍ତ ଦୁହେଁ ବହୁତ ସାରା ଆନନ୍ଦ ପ୍ରାପ୍ତ କଲେ।
ପରଦିନ ଦିଅର ଏବଂ ଭାଉଜ ପରସ୍ପରକୁ ଚାହିଁ ପାରିଲେ ନାହିଁ। କିନ୍ତୁ ସେମାନଙ୍କର ହାବଭାବରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଥିଲା ଯେ ଉଭୟ ବହୁତ ଖୁସି ଥିଲେ। ମୁକେଶ ରୋଷେଇ ଘରକୁ ଯାଇ ଭାଉଜଙ୍କ କଟି ଉପରେ ହାତ ରଖିଲେ। ତାପରେ ମମତା ରାଗରେ ତାଙ୍କ ପେଟକୁ ହାଲୁକା ଭାବରେ ଚିମୁଟିଥିଲେ ଏବଂ ସୀମା ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦେଲେ। ଏବଂ ଯେତେବେଳେ ମୁକେଶ ମୁହଁ ଫୁଲାଇବାକୁ ଲାଗିଲେ ତ ମମତା ତୁରନ୍ତ ତାକୁ କ୍ଷମା ମାଗିଲେ। ମମତାର ଦୁଷ୍ଟ ମନ ବହୁତ ଦକ୍ଷତାର ସହିତ କାମ କରୁଥିଲା। ସେହି ରାତିରେ ମମତା ରାଜୀବକୁ କହିଲେ ଯେ ସେ ତାଙ୍କୁ ପସନ୍ଦ କରନ୍ତି। ସେମାନଙ୍କ ମଧ୍ୟରେ ଏକ ପ୍ରେମ କାହାଣୀ ଆରମ୍ଭ ହେଲା। ଏହି ପ୍ରେମ କାହାଣୀ ଅନେକ ଦିନ ପର୍ଯ୍ୟନ୍ତ ଚାଲିଲା। ସେ ଅପରାହ୍ନରେ ମୁକେଶଙ୍କ ସହ ଏବଂ ରାତିରେ ରାଜୀବଙ୍କ ସହ ପ୍ରେମ କରୁଥିଲେ। ମାସିକ ଧର୍ମର 5 ଦିନ ପୂର୍ବରୁ ସେ ଉଭୟଙ୍କଠାରୁ ଦୂରେଇ ରହିଲେ। ଏଥର ତାଙ୍କର ପ୍ରୟାସ ଫଳପ୍ରଦ ହେଲା। ମମତା ଗର୍ଭବତୀ ହୋଇଥିଲେ। ଏହି କଥା ସମସ୍ତେ ଜାଣିପାରିଲେ। ଘରେ ଖୁସିର ଲହରୀ ଖେଳି ଯାଇଥିଲା। ଦିନେ ସନ୍ଧ୍ୟାବେଳେ ଘରେ କେହି ନଥିବାରୁ ମମତା ରାଜୀବକୁ ପସନ୍ଦର ପକୋଡ଼ା ପ୍ରସ୍ତୁତ କରିଥିଲେ। ସେ ରାଜୀବଙ୍କ କୋଳରେ ବସିଥିଲେ ଏବଂ ରାଜୀବ ତାଙ୍କୁ ବହୁତ ସମୟ ଧରି ପ୍ରେମ କରୁଥିଲେ। ମମତାର ସମସ୍ତ ଦୁଃଖ ଦୂର ହୋଇଗଲା। ସେ ପରିବାରର ଏକ ଅଂଶ ହୋଇଗଲେ। ମମତା ତାଙ୍କର ପ୍ରିୟ ବୋହୂ ହୋଇଯାଇଥିଲେ। ତାଙ୍କର ଏବେ କୌଣସି ଅଭିଯୋଗ ନଥିଲା। ସେ ମମତାର ପ୍ରତ୍ୟେକ ଦାବିକୁ ପ୍ରଥମେ ପୂରଣ କରୁଥିଲେ। ପରୀକ୍ଷା ଦେଇ ଆହ୍ଲାବାଦ ଫେରିଯାଇଥିବା ମୁକେଶକୁ ତାଙ୍କ ଗର୍ଭଧାରଣର ଶେଷ 2 ଦିନରେ ମମତା ତାଙ୍କୁ ଏଠାକୁ ଡକାଇଥିଲେ। ଏବେ ମୁକେଶ ତାଙ୍କର ପ୍ରିୟ ଭାଉଜଙ୍କ ସହିତ କୌଣସି ପ୍ରତିବନ୍ଧକ ବିନା ସାରା ଦିନ ବିତାଇ ପାରୁଥିଲେ ଏବଂ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରୁଥିଲେ। ମମତାଙ୍କ ପ୍ରସବ ଦିନ ହିଁ ମୁକେଶ BCS ରେଜଲ୍ଟ ଘୋଷଣା ହୋଇଥିଲା। ମୁକେଶ ସରକାରୀ ଚାକିରି ପାଇଥିଲେ। ମମତାଙ୍କ ପିଲାର ଆଖି ମୁକେଶଙ୍କ ଆଖି ପରି ଥିଲା। ମୁକେଶ ପିଲାକୁ ବହୁତ ଭଲ ପାଉଥିଲେ। କିଛି ଦିନ ପରେ ମୁକେଶଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥିଲା। ତାଙ୍କ ଶ୍ୱଶୁର ଘର ଲୋକ ବହୁତ ଯୌତୁକ ମଧ୍ୟ ଦେଉଥିଲେ। କିନ୍ତୁ ମୁକେଶଙ୍କ ଝିଅକୁ ଦେଖିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ସେ ତାଙ୍କ ଭାଉଜ ଏବଂ ପିଲା ପାଇଁ ପାଗଳ ଥିଲେ। ମୁକେଶ ମଧ୍ୟ ସେହି ସହରରେ ଚାକିରି ପାଇଥିଲେ। ପରିବାରର ସଦସ୍ୟ ବହୁତ ଭଲ ପାଇବା ସହିତ ଏକାଠି ରହୁଥିଲେ। ଧନ୍ୟବାଦ ବନ୍ଧୁମାନେ। ଯଦି ଆପଣଙ୍କୁ ଏହି କାହାଣୀ ପସନ୍ଦ ଆସିଲା ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିପରି ଆହୁରି କାହାଣୀ ଦେଖିବା ପାଇଁ ଏବଂ ଆପଣଙ୍କ ପ୍ରେମକୁ ଜାରି ରଖିବା ପାଇଁ ଆମେ ଆପଣଙ୍କ ପାଇଁ ନୂଆ କାହାଣୀ ଆଣିବାରେ ଉତ୍ସାହିତ ହେବା ସହ ଧନ୍ୟବାଦ।